ଶୁଭ ସକାଳ ପିଲାମାନେ, ପୁଣି ଥରେ ସ୍ୱାଗତ ତମମାନଙ୍କୁ ଆଉ ଏକ ନୂଆ ଭିଡିଓରେ। ଏହି ଭିଡିଓରେ ପିଲାମାନେ ଆମେ ଆଲୋଚନା କରିବା ଅନେକ କଥା। ଆଲୋଚନା ଆରମ୍ଭ କରିବା ପୂର୍ବରୁ ମୁଁ ଭାବୁଛି ସମସ୍ତଙ୍କୁ ବହୁତ ଖୁସି ମିଳିବ। ହେଲେ ଆରମ୍ଭ କରିବା ପିଲେ, ଦେଖ, ତୁମେମାନେ ତୁମର ଦୈନନ୍ଦିନ ଜୀବନରେ ଏମିତି ଅନେକ ଧ୍ୱନି ଶୁଣୁଛ। ସେହି ଧ୍ୱନି ଗୁଡ଼ିକ ଶୁଣି ତୁମେମାନେ ଜାଣିପାରୁଛ ସେ ଧ୍ୱନିଟି କାହାର, ହଁ ନା ନାଇଁ? ତ ପିଲେ, ସେହି ପରିପ୍ରେକ୍ଷୀରେ ଆଜି ଆମେ ଆଲୋଚନା କରିବା ଧ୍ୱନି, ତାହାକୁ ତମେ ଶୁଣିବ, ବୁଝିବ ଓ କହିବ। ବୁଝିଲା ନା? ଆରମ୍ଭ କରିବା। ଦେଖ ପିଲେ, ତମ ପାଖରେ ବର୍ତ୍ତମାନ ଗୋଟିଏ ଚିତ୍ର ଉପଲବ୍ଧ ରହିଛି। ଏହି ଚିତ୍ରରେ ତମେ କଣ ସବୁ ଦେଖୁଛ ପିଲେ? କହିଲ ସୁମିତ, ଏହି ଚିତ୍ରଟି କେଉଁ ଜାଗାର? ହଁ ବାବୁ, ଏଇ ଜାଗାଟି ହେଉଛି ଜଙ୍ଗଲର। ହେଲେ ମତେ କହିଲ, ଏଇ ଜଙ୍ଗଲ ଚିତ୍ରରେ ତମେ କେଉଁ କେଉଁ ପଶୁ ଗୁଡ଼ିକ ଦେଖୁଛ? ବାଘ ମାମୁଁ ବସିଛି ନାହିଁ? ହଁ, ଏଇ ବାଘ ମାମୁଁ ଛଡା ଆଉ କିଏ ଅଛି? ହାତୀ ଅଛି, ଗାଈ ଅଛି, ବିଲେଇ ଅଛି। ବିଲେଇକୁ କଣ କୁହ? ବାଘକୁ ଯଦି ମାମୁଁ କହୁଛ, ବିଲେଇକୁ କଣ କହିବ? ମାଉସୀ ବୋଲି କହିବ, ହଁ ନା ନାଇଁ? ଆଚ୍ଛା, ଏବେ ଏମାନେ କେଉଁଠି ରହନ୍ତି କହିପାରିବ? ଆମେ ଯେମିତି ଦେଖିଲେ ବାଘ, ହାତୀ, ବିଲେଇ, ଗାଈ ଏସବୁ ପଶୁ କେଉଁଠି ରହନ୍ତି? ଅଜୟ, ତମେ କହିଲ ବାବୁ, ବାଘ କୋଉଠି ରହେ? ଭେରି ଗୁଡ, ବାଘ ଜଙ୍ଗଲରେ ରହେ। ଠିକ ସେମିତି ବିଲେଇ କୋଉଠି ରହିବ? ଗୁଡ, ବିଲେଇ ରହେ ଘରେ। ଗାଈ ମଧ୍ୟ ରହେ ଘରେ। କିନ୍ତୁ ହାତୀ କୋଉଠି ରହିବ ପିଲେ? ହାତୀ, ତମେ କହିଲ ପିଲେ, ହାତୀ କୋଉଠି ରହେ? ବହୁତ ବଢିଆ, ହାତୀ ରହେ ଜଙ୍ଗଲରେ। ଏବେ ମତେ କହିଲ, ଏମାନେ କଣ ସବୁ ଖାଆନ୍ତି? ହାତୀ କଣ ଖାଏ କିରେ? ଭାତ ଖାଏ। ତମେ ଖାଉଛ ଭାତ, ହାତୀ କଣ ଖାଉଛି? ହାତୀ ଡାଳ ପତ୍ର ଖାଏ। ଆଉ ଡାଳ ପତ୍ର କୋଉଠୁ ଖାଏ? ଜଙ୍ଗଲରୁ ଖାଏ। ଆଉ ଜଙ୍ଗଲରେ ରହେ। ବାଘ ସେପରି କଣ ଖାଉଥିବ କିରେ? ବାଘ ଖାଉଛି ମାଂସ। ବିଲେଇ, କୁକୁର ଏସବୁ କଣ ଖାଉଛନ୍ତି? ମାଂସ ବି ଖାଉଛନ୍ତି। ଆଉ ଆମେ ଏମିତି ଭାତ ଦଉଛୁ, ରୁଟି ଦଉଛୁ, କୁକୁର ଖାଉଛି, ବିଲେଇ ବି ଖାଉଛନ୍ତି। ତାପରେ କହିଲ ପିଲେ, ଗାଈ କଣ ଖାଉଥିବ? ଗାଈ ଖାଉଛି ଘାସ। ବୁଝିପାରିଲ? ଆଚ୍ଛା, ଏବେ ମୁଁ କିଛି ଶବ୍ଦ ତମକୁ ଶୁଣେଇବି। ମତେ କହିବ ଏ ଶବ୍ଦଟି କାହାର? ଶୁଣିଲ ପିଲେ, ଏ ଶବ୍ଦଟି କାହାର ବୋଲି ଭାବୁଛ ତମମାନେ? ଭେରି ଗୁଡ, ଏଇ ଶବ୍ଦଟି ହେଉଛି କୁକୁଡାର। ଏବେ ଯୋଉ ଶବ୍ଦଟି ଶୁଣିଲ, ସେ ଶବ୍ଦଟି କାହାର କିରେ? ହଁ, ଏ ଶବ୍ଦଟି ହେଉଛି ବିରାଡ଼ି ବା ବିଲେଇର। ଏବେ ଯୋଉ ଶବ୍ଦଟି ଶୁଣିଲ, ସେଇ ଶବ୍ଦ କିଏ ବାହାର କରେ କହିପାରିବ? ବହୁତ ବଢିଆ, ଏଇ ଶବ୍ଦଟି ହେଉଛି ଗାଈର, ହଁ ନା ନାଇଁ? ଏଇଟା ଶୁଣିଲ, ଏଇଟା କାହା ଶବ୍ଦରେ? ବହୁତ ସୁନ୍ଦର, ଏଟା ହେଉଛି ହାତୀର ଶବ୍ଦ। ଏବେ ମତେ କହିଲ ପିଲେ, ଏବେ ମୁଁ କାହା ଶବ୍ଦ କରିବି ହେଲା?
ଏଇଟା କାହା ଶବ୍ଦ କିରେ? ଏଇଟା ନିହାତି ଭାବରେ ତମେ କହିବ କୁକୁରର ଶବ୍ଦ, ହଁ ନା ନାଇଁ? କୁକୁରର ଶବ୍ଦ ଏମିତିକା ଆସିବ। ଏଇ ଶବ୍ଦ ଶୁଣିଲ? ଏଇଟା କାହା ଶବ୍ଦ? ହଁ, ଏଇଟା ହେଉଛି କାଉର ଶବ୍ଦ, ହଁ ନା ନାଇଁ? ଏଇଟା କାହା ଶବ୍ଦ କହିଲ? ଏଇଟା ହେଉଛି କୁକୁଡ଼ାର ଶବ୍ଦ। ହଁ ପିଲେ, ଆମେ ଜାଣିଲେ କାହା ଶବ୍ଦ କିପରି। ଏବେ ତମେ ସ୍ୱର ଚିହ୍ନି କହିପାରିବ ନା? ଏଇଟା କୋଉ ପକ୍ଷୀର ନାମ, କୋଉ ପଶୁର ନାମ? ସ୍ୱର ମୁଁ ତୁମକୁ ଶୁଣେଇବି, ତମେ ନା କହିବ, ଠିକ ଅଛି ନା? ଏଇଟା କାହା ଶବ୍ଦ କିରେ? ହଁ, ଏଇଟା ହେଉଛି କୁକୁଡ଼ାର ଶବ୍ଦ। ଏଇଟା କହିଲ କାହା ଶବ୍ଦ? ଏଇଟା କାହା ଶବ୍ଦ କହିଲ ପିଲେ? ହଁ, ଏଇଟା ହେଉଛି କାଉର ଶବ୍ଦ। ଏବେ ଗୋଟେ ଶବ୍ଦ ଶୁଣିଲ, ଏଇଟା କାହାର? ହଁ, ମ୍ୟାଉ ମ୍ୟାଉ କିଏ କରେ? ବିଲେଇ କରେ, ହଁ ନା ନାଇଁ? ଏବେ କହିଲ ଏଇଟା କାହା ଶବ୍ଦ? ହଁ, ଏଇଟା ହେଉଛି କୁକୁରର ଶବ୍ଦ। ଜାଣିପାରିଲ ପିଲେ କାହାର ଶବ୍ଦ କିପରି ଆସୁଛି, ହଁ ନା ନାଇଁ? ହେଲେ ଆମେ ଏଇ ଭିଡିଓରେ ଆଲୋଚନା କଲେ କେଉଁ ଜୀବ କୋଉଠି ରହୁଛି, କେଉଁ ଜୀବ କିପରି ଶବ୍ଦ ବାହାର କରୁଛି, କେଉଁ ଜୀବ କଣ ଖାଉଛି, ହଁ ନା ନାଇଁ? ଆମେ ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ମାନଙ୍କର ନାଁ ବି ଜାଣିଲେ, ତା ସହିତ ଘରେ ରହୁଥିବା ଜୀବଜନ୍ତୁ ମାନଙ୍କର ନାଁ ବି ଜାଣିଲେ। ଆଉ କଣ ଜାଣିଲେ? ଆମେ ବିଭିନ୍ନ ପକ୍ଷୀ ମାନଙ୍କର ସ୍ୱର ଜାଣିଲେ। ପକ୍ଷୀ କିଏ କିଏ? କୁକୁଡ଼ା ଗୋଟେ ପକ୍ଷୀ, କାଉ ଗୋଟେ ପକ୍ଷୀ, କୋଇଲି ଗୋଟେ ପକ୍ଷୀ, ହଁ ନା ନାଇଁ? ତାପରେ ଆମେ କଣ ଜାଣିଲେ? ଘରେ ରହୁଥିବା ପଶୁ ମାନଙ୍କର ଶବ୍ଦ ବା ସ୍ୱର ବି ଆମେ ଜାଣିଲେ। କୁକୁରର ଶବ୍ଦ ଶୁଣିଲେ, ବିରାଡିର ଶବ୍ଦ ଆମେ ଶୁଣିଲେ କି ନାଇଁ? ହଁ, ତାପରେ ଆମେ ଆଉ କଣ କଣ ଜାଣିଲେ? ଆମେ ତାଙ୍କର ଚିତ୍ରକୁ ନ ଦେଖି କେବଳ ସ୍ୱର ଶୁଣିକି ଜାଣିପାରିଲେ ଏଇଟା କୋଉ ପଶୁ ବା ଏଇଟା କୋଉ ପକ୍ଷୀର ସ୍ୱର ବୋଲି, ହଁ ନା ନାଇଁ? ଆଉ କଣ ଆମେ ଜାଣିଲେ? ଆମେ ଜାଣିଲେ ବାଘ ମାଂସ ଖାଏ, ହାତୀ ଗଛ ପତ୍ରର ଡାଳ ପତ୍ର ଖାଇଥାଏ, ଗାଈ ଘାସ ଖାଇଥାଏ, ଆଉ ବିରାଡି କ୍ଷୀର, ଦୁଧ, ଭାତ, ତା ସହିତ ମାଛ ଏସବୁ ଖାଇଥାଏ ବୋଲି ଆମେ ଜାଣିଲୁ, ହଁ ନା ନାଇଁ? ତ ପିଲେ, ଏବେ ତମ ମାନେ କହିପାରିବ କେଉଁ ପଶୁ ପକ୍ଷୀର ଖାଦ୍ୟ ଅଭ୍ୟାସ କଣ, କେଉଁ ପଶୁ ପକ୍ଷୀ କେଉଁଠାରେ ରହନ୍ତି, ଆମ ଘରକୁ କିଏ ଜଗେ, ଜାଣିପାରିବ? ବହୁତ ସୁନ୍ଦର। ଏଇଟା ଥିଲା ପିଲେ ଏଇ ଭିଡିଓରେ। ଆଜିର ଭିଡିଓରେ ଏତିକି। ପୁଣି ଦେଖା ହବ ଆଉ ଏକ ନୂଆ ଭିଡିଓରେ। ସେତେ ସମୟ ପର୍ଯ୍ୟନ୍ତ ରହିଲି। ସମସ୍ତଙ୍କୁ ଧନ୍ୟବାଦ।